କଣାସରେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ଅଛି। ଯୋଡ଼ିଏ ପେସେଣ୍ଟ ଆଡମିସନ୍ ହେଇକି ଅଛନ୍ତି। ନୂଆ କେସ୍ କିଛି ଡିଟେକ୍ଟ ହେଇନାହାନ୍ତି, କିନ୍ତୁ ଆମେ ସତର୍କ ଅଛୁ। ଡେଥ୍ ଆକ୍ଚୁଆଲି ଆପଣଙ୍କର 4ଟି ଡେଥ୍ ହେଇଥିଲା, କିନ୍ତୁ ଗୋଟିଏ ଡାଇରିଆ ଡେଥ୍ ଆଉ 3ଟିର ଇନଭେଷ୍ଟିଗେସନ୍ ରିପୋର୍ଟ ମୋ ପାଖରେ ପହଞ୍ଚି ନାହିଁ। ସେଇଟା ଆକ୍ଚୁଆଲି ହାଇଟେକ୍ ପହଞ୍ଚି ନଥିଲା, ସେ ପେସେଣ୍ଟ ରେଫର ହେଇଥିଲା, ବାଟରେ ଡେଥ୍ ହେଇଗଲା ଆକ୍ଚୁଆଲି। ସେଇଟା ବି ଇନଭେଷ୍ଟିଗେସନ୍ ରିପୋର୍ଟ ମୋ ପାଖରେ ପହଞ୍ଚିନି। ତେଣୁ ଆମେ ଯଦି ଦେଖିବା 4+1 ଆଉ ସେଇଟା ଆକ୍ଚୁଆଲି ଆପଣଙ୍କର ମହାରାଷ୍ଟ୍ରରେ ଦେଖାହେଇଛି। ମହାରାଷ୍ଟ୍ର ଗୁଜରାଟରେ ଗୋଟେ ଗୁଲେନବାରୀ ସିଣ୍ଡ୍ରୋମ୍ କରୁଛି। ଗୁଲେନବାରୀ ସିଣ୍ଡ୍ରୋମ୍ ଆମେ ଆକ୍ଚୁଆଲି ମେଡ଼ିସିନରେ ବି ଦେଖିଛୁ, ସେଥିରେ ଯେଉଁଟାକି ପାରାଲିସିସ୍ କରେ। ସେଇଟା କହୁଛନ୍ତି ଜଳବାହିତ ବୋଲି କହୁଛନ୍ତି ସେଇଟା ଆକ୍ଚୁଆଲି ଇଏରେ। କିନ୍ତୁ ଆମର ଓଡ଼ିଶାରେ ସେମିତି କେସ୍ କିଛି ଦେଖାଯାଏନି ଏବଂ ଆମକୁ କିଛି ଆଡ଼ଭାଇଜରୀ ବର୍ତ୍ତମାନ ସୁଦ୍ଧା ନାହିଁ। ଆମେ ଖାଲି ପେପରରୁ ଆଉ ସାଇଣ୍ଟିଫିକ୍ ଯେଉଁ ଇନଫର୍ମେସନ୍ ଅଛି ସେଇଥିରୁ ଯାହା ଜାଣୁଛୁ। ହଁ, କଲିକତାରେ ବି କିଛି ରିପୋର୍ଟ ହେଇଛି ବୋଲି ଶୁଣାହେଉଛି, କିନ୍ତୁ ଆମେ ଆଲର୍ଟ ଅଛୁ। ସେମିତି କିଛି ରିପୋର୍ଟ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ହେଇନାହିଁ। ସିମ୍ପଟମ୍ ହେଉଛି ଆପଣଙ୍କର ପାରାଲିସିସ୍। ସିମ୍ପଟମ୍ ହେଉଛି ଆପଣଙ୍କର ଗୋଟେ ସେଗମେଣ୍ଟାଲ ପାରାଲିସିସ୍ ହେଉଛି, ୱିକନେସ୍ ରହିବ ଆଉ ୱିକନେସ୍ ଲିଡ଼ିଂ ଟୁ ପାରାଲିସିସ୍ ଆଉ